কেথিলায়ে বন কিস হয়েছি আজ আহা হয়েছি আজ পূর্ব বন মনরে হেজম শাল পিয়া শাল শিশু আসন বৃক্ষ আহা আসন বৃক্ষ বন ভরি রহিলা কহিবি কিসম কেতে মহাবৃক্ষ তরুলতা অনেক কেতে মহাবৃক্ষ তরুলতা অনেক ঘঞ্চ অরণ্য রহিলা পাহাড় শিখ ঘঞ্চ অরণ্য রহিলা পাহাড় শিখ কেথিলায়ে বন কিস হয়েছি আজ আহা হয়েছি আজ পূর্ব বন কথা তো মনরে হেজম বনর বাঘ হাতী নীতি ভালো থান্তি বনর বাঘ হাতী নীতি ভালো থান্তি তাଙ୍କର শুনি আম কম্পই ছাতি তাଙ୍କର শুনি আম কম্পই ছাতি ভালো শৃগাল হরিণ সম্বর বরাহ দল দল ভালো শৃগাল হরিণ সম্বর বরাহ দল দল বনে রহি করুথান্তি সে কলহল বনে রহি করুথান্তি সে কলহল পশু পক্ষী প্রবল ময়ূর মাল মাল পশু পক্ষী প্রবল ময়ূর মাল মাল ময়ূর রাবরে মন হুয়ে ব্যাকুল ময়ূর রাবরে মন হুয়ে ব্যাকুল কেথিলায়ে বন কিস হয়েছি আজ আহা হয়েছি আজ পূর্ব বন কথা তো মনরে হেজম বৃক্ষ হইଅছে শূন্য নাহি আউ সেই বন বৃক্ষ হইଅছে শূন্য নাহি আউ সেই বন শোভা যাও নাহি পশু পক্ষী গর্জন শোভা যাও নাহি পশু পক্ষী গর্জন প্রকৃতি হয়েছে ক্ষতি মাড়ি বসেছে বিপদে প্রকৃতি হয়েছে ক্ষতি মাড়ি বসেছে বিপদে বিপত্তির ত্রাহি পানি রখিবা বন আম্ভে মিলিমিশি বন রখিবা হসি সে বনরে পশু পক্ষী রহন্তু খুশি সে বনরে পশু পক্ষী রহন্তু খুশি হাতে ধরি লাউ থাল মুথিবি পতাই তো নাম গাই নাম গাই হরি বল দেই মাগুথিবি রে কালিয়া ভিত জগে মোহই মাগুথিবি রে কালিয়া ভিত জগে মোহই পিণ্ড প্রাণ গলে ছাড়ি মতে ন দেবু ফপাড়ি পিণ্ড প্রাণ গলে ছাড়ি মতে ন দেবু ফপাড়ি ভকতকু আজ্ঞা দেই স্বর্গদ্বারে দেবু নেই জগতে বলি বেদন নীলাধি সাই মানে বহুত জায়গা ଥିଲା সমগ্র ওড়িশারে কিন্তু ସେମାନେ ଦେଖିଲେ ଯେ ଏ ଅଞ୍ଚଳଟା ସୁଟ୍ କରୁଛି ହିମାଳୟ ଜଳବାୟୁ ଆଶ୍ଚର୍ଯ୍ୟ ହେବାର କଥା ଯେ ଗଜପତି ଜିଲ୍ଲା 62 ମସିହାର ଜଳବାୟୁ ହିମାଳୟର ଜଳବାୟୁ ସହିତ ସମାନ ଥିଲା ବୋଲି ସେମାନଙ୍କୁ ସମଗ୍ର ଓଡ଼ିଶାରେ ସ୍ଥାନ ଖୋଜି ଖୋଜି ଶେଷରେ ଏଟା ତ ଗଞ୍ଜାମ ଥିଲା ଏ ସ୍ଥାନକୁ ଆଣିଥିଲେ ଇଏ ହେଉଛି ତାର ଭୌଗୋଳିକ କାରଣ ଦ୍ୱିତୀୟ କାରଣଟି ଥିଲା ପଦ୍ମସମ୍ଭବଙ୍କର ଜନ୍ମ ଏ ସ୍ଥାନରେ ଥିଲା ମୁଁ ଓଡ଼ିଶା ଇତିହାସ ଉପରେ ଗବେଷଣା କରୁଛି ତ ଏ କଥା ଯାହା କହିପାରୁଛି ଯେ ଏ ଅଞ୍ଚଳ ଥିଲା ପଦ୍ମସମ୍ଭବଙ୍କର ଜନ୍ମସ୍ଥାନ ଏଇଠୁ ଯେଉଁ ମହେନ୍ଦ୍ରଗଡ଼ ବା ମହେନ୍ଦ୍ରଗିରିରୁ ପଦ୍ମପୁର ପର୍ଯ୍ୟନ୍ତ ରାୟଗଡ଼ାର ଏ ଅଧ୍ୟୁଷିତ ଅଞ୍ଚଳରେ ପଦ୍ମସମ୍ଭବ ଥିଲେ ଏ ଅଞ୍ଚଳଟା ଥିଲା ମୁନି ଋଷିମାନଙ୍କର ସାଧନା ପୀଠ ହିମାଳୟର ଋଷିମାନେ ମଧ୍ୟ ମାନେ ଆମେ ଯେମିତି ଚାକିରି କରିବାକୁ ଟ୍ରେନିଂ ନେବା ପାଇଁ ଆପଣମାନେ ଯାଉଛନ୍ତି ଶିମିଳିପାଳ କି ଭିତରକନିକା ସେମିତି ମୁନି ଋଷିମାନେ ମଧ୍ୟ ଭାରତର ବିଭିନ୍ନ ସ୍ଥାନରୁ କଳିଙ୍ଗକୁ ଆସୁଥିଲେ ଏ ଅଞ୍ଚଳରେ 6 ମାସ କି ବର୍ଷେ ତାଙ୍କର ମହାଗୁରୁମାନଙ୍କ ପାଖରେ ସେମାନେ ତାଲିମ ନେଉଥିଲେ ସେଥିପାଇଁ ଏ ରାମଙ୍କ ନାଁରେ ରାମନଦୀ ହେଲା ବା ମହେନ୍ଦ୍ର ନାମ ଅନୁସାରେ ମହେନ୍ଦ୍ରଗଡ଼ ହେଲା ଏ ଅଞ୍ଚଳ ହେଉଛି ପ୍ରକୃତି ଆଉ ପରିବେଶ ଦୃଷ୍ଟିରୁ ଗୋଟେ ପ୍ରାଚୀନ ପ୍ରସିଦ୍ଧର ଅଞ୍ଚଳ ମୁଁ ତ ଅନେକ ସମୟରେ ଏ 20 କି 25 ବର୍ଷ ହେଲା ଏଗୁଡ଼ାକ କହୁଛି ତଥାପି ଆଜି ଯେଉଁମାନେ ନୂଆରେ ମୋତେ ଶୁଣୁଛନ୍ତି ମୁଁ ସେମାନଙ୍କ ପାଇଁ କହୁଛି ଯେ ଗଜପତି ଜିଲ୍ଲାର
ଐତିହ୍ୟ ବା ହଜାର ହଜାର ବର୍ଷ ଧରିକିରି ଏ ଗଜପତିର ପ୍ରକୃତି ଆଉ ପରିବେଶ ଯେ ଏହାର ଗୋଟେ ସର୍ବଭାରତୀୟ ପରିଚିତି ଥିଲା। ଗଜପତି ଯେ ଓଡ଼ିଶାରେ ପରିଚିତ ତାହା ନୁହଁ, ସର୍ବଭାରତୀୟ ପରିଚିତି। ଯେହେତୁ ଭାରତର 7ଟା କୂଳ ପର୍ବତ ଭିତରେ ମହେନ୍ଦ୍ରଗିରି ହେଉଛି ଗୋଟେ। ଭାରତର 7ଟା ପର୍ବତ, ଏ 7ଟା ପର୍ବତ ଭିତରେ ମହେନ୍ଦ୍ରଗିରି ଗୋଟେ ହେଉଛି କୂଳ ପର୍ବତ। କୂଳ ପର୍ବତ ମାନେ ଆପଣମାନେ ଯୋଉଟା କହିବେ ଏ ଯୋଉ ବାୟସ୍ଫିୟର ଡିକ୍ଲେୟାର କରୁଛନ୍ତି, ସେଭଳି 7ଟା ଜାଗାକୁ ପ୍ରାଚୀନ କାଳରେ ମୁନି ଋଷିମାନେ ବା ବୈଦିକ ଭାରତର ଲୋକମାନେ ଘୋଷଣା କରିଥିଲେ ଯେ ପ୍ରାକୃତିକ ପରିବେଶ ପୂର୍ଣ୍ଣ ତୀର୍ଥକ୍ଷେତ୍ର। ମାନେ ଯୋଉଠି ଗଲେ ଗୋଟେ ମଣିଷ ଯୋଗୀ ହେଇପାରିବ, କି ଋଷି ହେଇପାରିବ, କି ସାଧକଟେ ହେଇପାରିବ। ଆଶ୍ଚର୍ଯ୍ୟ ହେବାର କଥା, ଆମେ ତ ଏ 25-15 ଲୋକ ହିଁ ସବୁବେଳେ ସଭା କରୁଛେ। 30 କି 25 ବର୍ଷ ହେଲା ମୁଁ ତ ଆପଣମାନଙ୍କର ଫଙ୍କସନରେ ଯୋଗ ଦେଉଛି। ଏ ବ୍ରହ୍ମପୁରଠୁ ମୁଁ ଆସିଲି, ବାଟ ଜାଗା କାହିଁକି ଆମକୁ ପଚାରିଲା ନାହିଁ, କି କିଏ ଜାଣିନି ମଧ୍ୟ ଯେ ଆଜି ବିଶ୍ୱ ପରିବେଶ ଦିବସ। ଇଏ ହେଉଛି ଆମର ଜାତିର ଦୁର୍ଭାଗ୍ୟ। ଠାକୁରାଣୀ ଯାତ୍ରାରେ ଗାଁ ସାରା ମାତୁଛନ୍ତି, ରାତି ଯାକ ଶୋଉନାହାନ୍ତି। ବଟ୍ ଆଜି ବିଶ୍ୱ ପରିବେଶ ଦିବସ, ବାଟ ଯାକ କେଉଁ ଗାଁରେ ମୁଁ କେଉଁଠି ଦେଖିଲି ନାହିଁ ଯେ କିଏ ମୋତେ ପଚାରିନି, କି ମୁଁ ପଚାରିଲେ ମଧ୍ୟ କିଏ କହିପାରିବେନି। ଏ ଜିନିଷଟା ଯେତେବେଳେ କି ଲୋକଙ୍କ ପାଖରେ ବାର୍ତ୍ତା ପହଞ୍ଚିବ, ଆମେ ତ ଖାକିବାଲା ସବୁବେଳେ ଜାଣିଛେ, ଆମେ ଜାଣିଛେ ଆସନ୍ତା ବର୍ଷକୁ କ'ଣ ସଭା ହେବ, କେମିତି ହେବ, କେଉଁଠି ହେବ ଆମେ କହିଦେଇପାରିବା। କିନ୍ତୁ ଆମେ କେତେ ମାତ୍ରାରେ ସଚେତନ ହେଲେ ବି କ'ଣ ହେବ, ଏ ବାର୍ତ୍ତାଟା ଜନସାଧାରଣଙ୍କ ପାଖରେ ଆମେ ତ ପହଞ୍ଚଉଛେ, କିନ୍ତୁ ତଥାପି ଜନସାଧାରଣ ଯେଉଁଦିନ ଖୋଜି ଖୋଜିକିରି ଆସିବେ ଫରେଷ୍ଟରଙ୍କ ପାଖକୁ, କି ରେଞ୍ଜରଙ୍କ ପାଖକୁ, ଆଜ୍ଞା ଆମ ଗାଁକୁ ଆସନ୍ତୁ, ଆମେ ପରିବେଶ ଉପରେ ସଭା କରିବା, କି ଆମ ଗାଁରେ ବୃକ୍ଷରୋପଣ କରିବା। ଅସୁବିଧା ହେଉଛି ଏଇଟା। ଯେହେତୁ ବ୍ରହ୍ମପୁରଠୁ ମୁଁ ଆସିବା ଭିତରେ ଦେଖୁଥିଲି ପୋଡ଼ାମାରି ପର୍ଯ୍ୟନ୍ତ ଗ୍ରୀଷ୍ମ ଋତୁ ଅନୁଭବ କରୁଥିଲି, ତପ୍ତପାଣି ପର୍ଯ୍ୟନ୍ତ ଅଧା ଗ୍ରୀଷ୍ମ, ତପ୍ତପାଣି ପରେ ମୁଁ ବର୍ଷା ଋତୁକୁ, ଶୀତ ଋତୁକୁ ଅନୁଭବ କରିପାରିଲି। ଯେହେତୁ ଏବେ ବି ଗଜପତିରେ 33 ଭାଗ ଜଙ୍ଗଲ ଅଛି, ଗଜପତିର ପ୍ରକୃତି ପରିବେଶ ଠିକ୍ ଅଛି। ଯେଉଁମାନେ ବ୍ରହ୍ମପୁରରେ ଗତକାଲି କିମ୍ବା ଭୀଷ୍ମଗିରିରେ ଏ ସପ୍ତାହ ଅଛନ୍ତି ଦେଖନ୍ତୁ, ସେଗୁଡ଼ାକ ଜଳୁଥିବେ। ବଟ୍ ଏଇଠି ଆମେ ଫିଲ୍ କରିପାରୁନା ଯେ ଏଇଠି ଗ୍ରୀଷ୍ମଟା ଅଛି ବୋଲିକରି। ମାନେ ଧର୍ମଟା କି ପ୍ରକୃତିଟା ନିଶ୍ଚିତ ଭାବରେ ଗଜପତି ଜିଲ୍ଲାରେ ଏବେ ବି ବଞ୍ଚିଛି। ଯେହେତୁ ହଜାର ହଜାର ବର୍ଷ ଧରିକରି ଏ ଜିଲ୍ଲା ଓଡ଼ିଶାର ଉତ୍ପତ୍ତି ସ୍ଥଳ। ଆସନ୍ତାକାଲି ମେଧାପାଟକର ଆସୁଛନ୍ତି ବ୍ରହ୍ମପୁର, ଯିଏ ସର୍ବଭାରତୀୟ ଏନଭାଇରନମେଣ୍ଟ ଉପରେ କାମ କରୁଛନ୍ତି। ତାଙ୍କର କାଲି ଯେଉଁ ଆଲୋଚନା ଅଛି ଯେ ଋଷିକୁଲ୍ୟା ବଞ୍ଚାଅ, ମୋତେ ବି ସେଠି 10 ମିନିଟ୍ ଗୋଟେ ଟକ୍ ଦେବାର ସୁଯୋଗ ମିଳୁଛି। ମୁଁ ଆସନ୍ତାକାଲି କହିବି ଋଷିକୁଲ୍ୟା ବଞ୍ଚାଅ ଆନ୍ଦୋଳନଟା ତୁମେ ବ୍ରହ୍ମପୁରରେ ବି ଆସ୍କାରେ କଲେ କ'ଣ ହେବ। ଋଷିକୁଲ୍ୟା ଯେଉଁଠୁ ଓରିଜିନ୍ ହେଇଛି, ସେ ଗଜପତି ଜିଲ୍ଲାକୁ ଯାଉ କି ସେ କନ୍ଧମାଳ ଜିଲ୍ଲାକୁ ଯାଉ, ଯେହେତୁ ଋଷିକୁଲ୍ୟାରେ ପାଣି ନାହିଁ, ଘୋଡ଼ାଘାଟ ଶୁଖିଲା, ଋଷିକୁଲ୍ୟା ଶୁଖିଲା, ଭଞ୍ଜନଗର ଘାଇ ଶୁଖିଗଲା। ଏ ବର୍ଷ ଧାନ ଚାଷ ଗଞ୍ଜାମ ଜିଲ୍ଲାରେ ହେଇପାରିବ ନାହିଁ। ଗଞ୍ଜାମର ସବୁ ନଦୀର ଓରିଜିନ୍ ହେଉଛି ଗଜପତି। ଗଜପତିରେ ବର୍ଷା ହେଲେ ହିଁ ଗଞ୍ଜାମ ଲୋକ ପାଣି ପିଇବେ କି ବଞ୍ଚିବେ। ଯେହେତୁ ଗଜପତିର ପ୍ରକୃତି ପରିବେଶ ଜଙ୍ଗଲ, ଆପଣମାନେ ଯଦି ତାକୁ ସଜାଡ଼ି ଦେବେ, ଗଞ୍ଜାମଟାକୁ ବଞ୍ଚେଇ ଦେବେ। କନ୍ଧମାଳ ଆଉ ଗଜପତି ଜିଲ୍ଲାକୁ ଫୋକସ୍ କରନ୍ତୁ। ଆପଣ ବ୍ରହ୍ମପୁର ସହରରେ ସଭା କରିକିରି ଯେ ଋଷିକୁଲ୍ୟାକୁ ବଞ୍ଚେଇ ପାରିବେନି। ଋଷିକୁଲ୍ୟାକୁ ଯଦି ବଞ୍ଚେଇବେ, ଗଜପତିକୁ ଆସନ୍ତୁ, କନ୍ଧମାଳକୁ ଆସନ୍ତୁ। ଗଞ୍ଜାମ ଜିଲ୍ଲାର ଲୋକମାନେ ଯଦି ଟୋପାଏ ପିଇବା ପାଣି ପାଇଁ ଚିନ୍ତା କରୁଛ, ଗଜପତି କିମ୍ବା କନ୍ଧମାଳକୁ ଆସନ୍ତୁ। ଯେହେତୁ ପ୍ରକୃତି ପରିବେଶ ଏଇଠି ଅଛି, ବଞ୍ଚିଛି, ଆଉ ଅଳ୍ପ କିଛି ଆମେ ଯଦି ଉଦ୍ୟମ କରିବା ବା ଆମର ଗୋଟେ ଫୋକସ୍ ରହିବ, ତେବେ ନିଶ୍ଚିତ ରୂପେ ଏ ଦକ୍ଷିଣ ଓଡ଼ିଶା ବଞ୍ଚିଯିବ। ପିଲାମାନେ ଯେଉଁମାନେ ନୂଆରେ ଅଛ, ଯେ ଗଜପତିରେ ଏମିତି ସରପ୍ରାଇଜ୍ କଥା ଥିଲା, 1450 ବେଳକୁ ତୁମର ସାରଳା ମହାଭାରତ ଲେଖା ହେଇଥିଲା। ପିଲାମାନେ ତ ପାଠ ଯେଉଁମାନେ ପଢ଼ିଥିବେ, ସାରଳାଙ୍କର ମହାଭାରତ 1450 ମସିହାରେ। ମହାଭାରତର ଗୋଟେ ଧାଡ଼ିରେ ଲେଖା ହେଇଛି, ମହେନ୍ଦ୍ର ମାଳେ ରାଜା ମଲ୍ଲାର ଚକ୍ରବର୍ତ୍ତୀ ତୁଲେକ ଅଛନ୍ତି ତାଙ୍କ 5 ସହସ୍ର ହାତୀ। ଯେ 5000 ହାତୀ ଗଜପତିରେ ଥିଲା ବୋଲିକି 1450 ମସିହାରେ ସେ ପୁରାଣରେ ଲେଖିଛନ୍ତି। ଏ ନିଶ୍ଚିତ ରୂପେ ଥିଲା। ଯେହେତୁ 78ରେ ଯେଉଁ ହାତୀ ଗଣନା ହେଇଥିଲା ଗଜପତିର 270 କି 71 ଥିଲା। ଯଦି 77 ମସିହାରେ 270 ଥିଲା, 1450 ମସିହାରେ 5000 ହାତୀ କାହିଁକି ନଥିଲେ? 5000 ହାତୀ ଯଦି ଥିଲେ, ଗୋଟେ ହାତୀକୁ ଦୈନିକ 150 କିଲୋଗ୍ରାମର ଡାଳପତ୍ର ଦରକାର। 5000 ହାତୀ ଖାଇବା ପାଇଁ କେତେ ବଡ଼ ଜଙ୍ଗଲ ଏଇଠି ନଥିଲା। ଯେହେତୁ ଗଜପତି ନାଁଟା ହିଁ ଯଥେଷ୍ଟ, ଯେହେତୁ ଗଜମାନଙ୍କର ଏଇଠି ପତି ବା
कैपिटल थिला बा उन्नत किस्मर गज माने एठी उत्पत्ति होउतले आपण जदि 635 मसीहा पाखु पळे हुइनसांग रिपोर्ट को सेठी लिखा है कलिंगा गज श्रेष्ठ कलिंगटा हूँ गज मान हाथी मान श्रेष्ठ ये कलिंग माने कलिंगा घाटीर तल अंचलटा माने ये अंचल बोले 635 मसीह एजावत ये अंचल हस्ती प्रसिद्ध था जदि एत मात्रा हाथी थे केते मात्रा जंगल न किंतु आज ये अंचल आमको परिवेश लड़ाई करने पड़ा परिवेश बंचा पड़े जमतीका बाट जगह देखुए पिला माने ये आसला बेले कोटे तरामाल बा कोटे चांदीपुट कोटे चंद्रगिरी लिखाई जंगलटा एत मात्रा थिला जे से जगह को आसिले तरा दुसला माने टिके पदा थिला बा टिके उच्चा थिला ता पाखरे जोड़े चंद्र दुसला ताको चंद्रगिरी कले जोड़े चांद दुसला ताको चांदी दुसला एते ठीक जंगल थिला जे से जगहटा जे उच्चा थिला सेठी आसिले जनटा दुसला जेमति हम लखारी रे गोटे जगह अछि अंधारी माने दिन बेला से अंधार दुसला एबे सेठी गले तो गछड़ी देखि परिबे किन सेठी एते थिला अंधारुआ जेमति लखारी लखारी शब्द आंचलिक अर्थ होछि घंच डेंस माने जोटा घंच हितो सेटा लखारी कहब एबे भी भीष्मगिरी अंचल को जिवे जोटे धान किए रोई देथियो ठीक करी माने डेंस करके धान जदि रोआ हितो लोक कहबारे लखारी हलिया कम धान दे आ टिके छाड़ी छाड़ी करी रोई दे माने लखारी शब्दर अर्थ थिला जे घंच हेले आज लखारी अवस्था कौन है लखारी तो वर्तमान अच्छी किसी श्रुति अच्छी कि चिन्ह अच्छी कि आम उद्यम कले आउटे से लखारी बढ़ी जेहेतु लक्षे अईरू लखारी तार लक्षे शत्रु राति पाए ये शत्रु कबल केते बंचेबे 15टा कि 12टा वन विभाग कर्मचारी सरकार बुझा दरकार लोके जेते दिन पर्यंत परिवर्तन ही ना लोकों पाखे जब गोटे चेतना सृष्टि होनी आपण केमितिका गोटे जंगल को बंचेबे ये तो बैंक आयरन चेस्ट भितर थिबार धन नाई जे चारिपटे जदि पार ये 4टा डिस्ट्रिक्ट 15टा थाना हजार हजार माफिया कबल गोटे जंगल को जी सुरक्षा करे गोटे सीमित कलेवर भितर से परिवेश दिवस पालन आम करने बाध्य जदि आम न करुचे निश्चित भाव में सभ्यता आउ 50-100 वर्ष बेलू ध्वंस होगा सुनिश्चित 70-75 मसीहा बेलू आम फैमिली प्लानिंग गोटे स्लोगान थिला जे आमे दुई आमर दुई गोटे परिवार को 2टा संतान दरकार लोके से हसुले से कार्यक्रम जाए किंतु एबे लोके आस्ते आस्ते बुझीगले कि दुई परवर्ती बा एक हेले चलो जेहेतु लोके जाणीदेले जे तार प्रोब्लेमटा कौन हो परिवार वृद्धि पाले एबे सेमती से समय आसीगला बा सरकार गोटे कथा दरकार जे स्कूल पाठ्यक्रम फरेस्ट्री बा एनवायरनमेंट गोटे कोर्स रहिबा दरकार ये सार मान कॉलेज रे कि आज्ञा मान हाई स्कूल रे सप्ताह गोटे दिन टीचर करदेवा दरकार एम पाठ पढ़ाइवा दरकार मास्टर पढ़ेल हेनी कहीं पुथीर बही देखुं रियल बही देखना सार मैंने कॉलेज को आज्ञा मान हाई स्कूल में पाठ पढ़ाइवा दरकार जेहेतु एम पिला बुझेदेवे जे जंगल बा गछटा नथिले कौन क्षति होमतीका वृक्ष ग्रुटा वृद्धि क्षयटा क्षय ये 2टा जगह पढ़िया रहा वृक्ष शब्दर अर्थ है वृद्धि हम ना सी जब माइनस है तुम क्षय हम जेहेतु आगे जंगल है पछे जगत है मनुष्य प्रथम उत्पत्ति होते वृक्ष तुम तो जीवजंतु मान हत्या कल कि वृक्ष मान जो हत्या कर बर्तमान पदा करदेल प्रकृति और परिवेश को जार अनुभव कर मनुष्य विभिन्न प्रकार रोग व्याधि वर्तमान होती समग्र पृथ्वी गोटे चिंता है जे भारत पाकिस्तान वार्टा है ये 15 दिन पूर्वे से युद्ध सरीगला किंतु समग्र पृथ्वी गोटे चिंता जे परिवेश वर्तमान नष्ट होगा आम केते डेभलप कले लाभ कौन अच्छे विभिन्न प्रकार डिजीज हो लोक पाखे प्रतिरोधक शक्ति कमी जाऊँगी आम जिते डेभलप करना कहीं प्रति मुहूर्त आम पाखे गोटे अजना भय रोचे जे नेचर गोटे प्रकार अभिशाप आम उपर पड़गला ये पवनटा को आपण मैंने फिल करेंगे केते सुंदर लगुच मेडिकेटेड लगुच आप ब्रह्मपुर जातु भुवनेश्वर जातु से एयरटा केते पल्यूटेड लगुच ये पतला पतला लगुनि पवन
जेहेतु से पवनटारे केमिकल मात्राधिक भाव में रहुଛି। ଏଇଠି ତ ଅଛନ୍ତି ଧର୍ମଗୁରୁଙ୍କ ଚେହେରା ଦେଖନ୍ତୁ ତେଜିଆ। ଆମ ଗାଁର ବାବାଜୀ ଅଛି ଦେଖନ୍ତୁ ସେଟା କେମିତି ବଢ଼ିଆ ଲାଗୁଛି। ଆମ ଗାଁରେ ପରିବେଶ ନାହିଁ କି ଆମ ଗାଁ ବାବାଜୀ ଯେଉଁ ବାଇଗଣ ଖାଉଛି କି ପନିପରିବା ଖାଉଛି ସେଗୁଡ଼ାକ କେମିକାଲ ଭର୍ତ୍ତି କରିଅଛି। ହେଲେ ଏଇଠି କହିବାର ମାନେ ହେଲା ଯେ ପ୍ରକୃତି ପରିବେଶକୁ ଯଦି ଆମେ ନ ବଞ୍ଚେଇଛେ ନିଶ୍ଚିତ ରୂପେ ଆମମାନେ ଧ୍ୱଂସ ହେବା। ସେ ସମୟ ବି ପାଖ ହେଇଗଲାଣି। ପୁଅ ପାଇଁ ବ୍ୟାଙ୍କ ଦେଲେନି, ପୁଅ ପାଇଁ ଚାକିରି ବା ଘର ତିଆରି କରୁଛେ, ତା ପାଇଁ ଅକ୍ସିଜେନ କୋଉଠି ଆଣିବା? ପୁଅ ପାଇଁ ଅକ୍ସିଜେନ କୋଉଠି ଆଣିବା? ବଡ଼ ଜିନିଷ ଅଛି ସେଟା। ଏ ଘର ଦୁଆର କୋଠା ବାଡ଼ି ବ୍ୟାଲେନ୍ସ ଚାକିରିର ମାନେ କ'ଣ ଅଛି? ପ୍ରତ୍ୟେକ ଲୋକଙ୍କୁ ସେତିକି ସଚେତନ ହେବା ଦରକାର। ଆଉ ଏ ତ ମା ମାନେ ଅଛନ୍ତି ଏ ଗାଁର, ସେମାନଙ୍କୁ ଆମେ ବିଶେଷ କିଛି କହିବାର ନାହିଁ। ଯେହେତୁ ସେମାନେ ପ୍ରକୃତି ଭିତରେ ଅଛନ୍ତି, ନେଚର ଭିତରେ ଅଛନ୍ତି, ଆଉ କେବେ ଫିଲ୍ କରିନାହାନ୍ତି ଯେ ଏ ଆସ୍କାରେ କେମିତିକା ଗରମ, ଭଞ୍ଜନଗର କି ବ୍ରହ୍ମପୁରରେ କେମିତିକା ଲୋକମାନେ ଅସହ୍ୟ ଅବସ୍ଥା ଭିତରେ ଅଛନ୍ତି। ଯେହେତୁ ଆପଣମାନେ ସୌଭାଗ୍ୟ ଯେ ଆପଣମାନଙ୍କୁ କିଏ କହିବ ବଣରେ ଅଛ କି ଜଙ୍ଗଲରେ ଅଛ, ନାହିଁ ତମେ ପ୍ରକୃତି ଭିତରେ ଅଛ ଆଉ ଭଲରେ ଅଛ। ସହର ବୋଲିକରି ଯାହା ଦେଖୁଛ ସେ ଲୋକମାନେ ଗୋଟେ ଛୋଟ ଜୀବନ ଯାପନ କରୁଛନ୍ତି। ଖାଇବା ପାଇଁ ତ ପନିପରିବା ସଠିକ ସୁସ୍ଥ ଭାବେ ମିଳୁନି, ପାଣି ବି ମିଳୁନି ପିଇବା ପାଇଁ। କିନ୍ତୁ ଯେଉଁ ଘର ବୋଲିକରି କରୁଛନ୍ତି କଂକ୍ରିଟ ଜଙ୍ଗଲ ଭିତରେ, ସମସ୍ତେ ଗୋଟେ ଛଟପଟ ପରିସ୍ଥିତିରେ ସେଇଠି ଅଛନ୍ତି। ତାକୁ ଦେଖିଲେ ଗଜପତି ଜିଲ୍ଲା ବହୁତ ଭଲରେ ଆମେ ଏଇଠି ଅଛେ। କିନ୍ତୁ ତାର ମାନେ ନାହିଁ ଭଲରେ ଅଛେ ବୋଲିକି ଯେ ଆମେ ୟାକୁ ଆଉ ଅଣଦେଖା କରିବା ନାହିଁ। ଆମକୁ ଆମ ଜିଲ୍ଲାକୁ ଯେଉଁ ଗଜପତିରେ 33 ଭାଗ ଜଙ୍ଗଲ ବର୍ତ୍ତମାନ ବି ବଞ୍ଚିଛି ବା ଗଜପତିର ଯେଉଁ ମହତ୍ତ୍ୱ ଅଛି, ଯେଉଁ ଗଜପତି ବର୍ତ୍ତମାନ ଗଞ୍ଜାମ ଜିଲ୍ଲାର ପିଇବା ପାଣି ଦେଉଛି, ଗଞ୍ଜାମ ଜିଲ୍ଲାକୁ ବଞ୍ଚେଇକରି ରଖିଛି, ଏ ପଣିଆଟାକୁ ଗଜପତି ଜାହିର କରିବାକୁ ପଡ଼ିବ। ଗଜପତିର ପ୍ରକୃତି ପରିବେଶକୁ ଆମେ ଆହୁରି ଅଧିକ କଲେ, ସେ ପାଖରେ ଗଞ୍ଜାମ ବୋଲି ଗୋଟେ ଜିଲ୍ଲା ଅଛି ଯେଉଁଟା ଓଡ଼ିଶାର ସର୍ବାଧିକ ଜନଗହଳିପୂର୍ଣ୍ଣ ଜିଲ୍ଲା। ଯେଉଁ ଲୋକମାନେ ପାଣି ପାଇଁ ଛଟପଟ ହେଉଛନ୍ତି, ପିଇବା ପାଣି ବି ସେଇଠି ମିଳୁନାହିଁ, ସେ ଲୋକମାନଙ୍କୁ ଅନ୍ତତଃ ଆମେ ବଞ୍ଚେଇ ପାରିବା। ଆଉ ଆଜିର ବାର୍ତ୍ତା ହେଲା ଯେ ପ୍ରତ୍ୟେକ ଛାତ୍ରଛାତ୍ରୀ ବା ପ୍ରତ୍ୟେକ ଗ୍ରାମବାସୀ, ଜଙ୍ଗଲରେ ତ ଛାତ୍ରମାନେ ଯାଇକରି ଗଛ ଲଗାଇ ପାରିବେ ନାହିଁ କି ଗାଁ ଲୋକ ଲଗାଇ ପାରିବେ ନାହିଁ, ତାଙ୍କ ବାଡ଼ି ବଗିଚା ବା ତାଙ୍କ ପରିବେଶ ଭିତରେ ଅନ୍ତତଃ ବୃକ୍ଷରୋପଣ କରିପାରିବେ। ଅସୁବିଧା ହେଉଛି ଅନୁଷ୍ଠାନ ଜାଗାରେ ଯେଉଁ ବୃକ୍ଷରୋପଣ ହେଉଛି, ବୃକ୍ଷରୋପଣ ଅପେକ୍ଷା ପ୍ରଚାରଟା ହେଉଛି ପ୍ରବଳ। ଏବେ ସେମାନେ ଗତକାଲି ଠାରୁ ପ୍ରିପେୟାର ହେଇଥିବେ, ଗଛଟେ ଲଗେଇ ଦେଇକରି ଫଟୋଟା ଉଠେଇକରି କେଉଁ ପେପରକୁ ନ୍ୟୁଜ୍ଟା ଦେବା। ଯେମିତି ଗୋଟେ କଲେଜ ଅଛି, ରେଞ୍ଜର ଆଜ୍ଞା ଜଣେ ଯାଇଥିଲେ, ପ୍ରିନ୍ସିପାଲଙ୍କ ରୁମ୍ ପାଖରେ ବସିଛନ୍ତି। ଯଦି ପଚାରିଲେ ଡେରି ହେଉଛି, ଆମେ ଅନ୍ୟ ପ୍ରୋଗ୍ରାମ ଯିବୁ, ଶୀଘ୍ର ଟିକେ ବନ ମହୋତ୍ସବ ସାରିଦେବା। ପ୍ରିନ୍ସିପାଲ ଏପଟେ ସେପଟେ ଅନେଇଲେ, ହଠାତ୍ ସେ ପିଅନ ଆସିଲେ, କହିଲେ ଶୀଘ୍ର ଖୋଲୁନୁ ଗାତଟା। ପିଅନ କହିଲା ସାର୍ କେଉଁଠି ଖୋଳିବା, ସବୁ ବର୍ଷ ଯେଉଁଠି ଖୋଳା ହେଉଛି। ମାନେ ସବୁ ବର୍ଷ ଗୋଟେ ଗାତ ଖୋଳା ହେଉଛି, ଗଛ ଲଗା ହେଉଛି, ଫୁଟ ଉଠୁଛି, କାମ ସରିଯାଉଛି। ବୋଇଲେ ଅବସ୍ଥା ହେଇଛି ଏହା ବନ ମହୋତ୍ସବଟା ଗୋଟେ ପ୍ରଚାର ପ୍ରସାର ଭିତରେ ରହିଯାଇଛି। ଆଉ ଆମେ ତ ଫରେଷ୍ଟ ବାଲା ଜଙ୍ଗଲ ବଞ୍ଚେଇବା, ଗଛ ଲଗାଇବା ଏଇଟା ହେଉଛି ଆମର ଧର୍ମ। ସରକାର ଯଦି ଆମ ପେଟ ପାଇଁ ଚିନ୍ତା କରୁଛି, ଆମେ ମଧ୍ୟ ନିଶ୍ଚିତ ପରିବେଶ ପାଇଁ ଚିନ୍ତା କରୁଛୁ। ଅନେକ ସମୟରେ ଆମକୁ ବି କଷ୍ଟ ଲାଗୁଛି ଯେ ବାଟରେ ଦେଖିଥିବା ଗଛଟେ ଯଦି 4 ଦିନ ପରେ କଟି ଯାଇଛି, ସେଠି ଗାଡ଼ି ଟିକେ ରହିଯାଉଛି ସାରଙ୍କର, ସାର୍ ଟିକେ ମନ କଷ୍ଟ କରୁଛନ୍ତି ଯେ ଏଇ ଗଛଟା 15 ବର୍ଷରେ ହେଇଥିଲା, ଆକୁ କିଏ ରାଜି ଘରେ ନେଇଗଲା। ମାନେ ସତେ ଯେମିତି ନିଜର ପିଲା ଛୁଆ କୁଆଡ଼େ ହଜିଗଲା କି ଏମିତି କ'ଣ। ଆଉ ଏ ଦିବସ ଆମ ପାଇଁ ଗୋଟେ ଶପଥ ନେବାର ଦିବସ। ଆମେ ତ ଜଙ୍ଗଲ ବିଭାଗରେ ଅଛେ, ନିଶ୍ଚିତ ରୂପେ କାମ କରିବା। ଯେମିତି ଅବସର ପରେ ମଧ୍ୟ ଏ ମହାବନପାଳ ବୋଲି ମୁଁ ଆମକୁ କହୁଛି, ଯେତେବେଳେ ଚାକିରି କରିଥିଲେ ତ ଦୁଇରେ ଛୁଟି ଥିଲା ତାଙ୍କର, ଏବେ ଚାକିରି ସରିଲା ପରେ ଆଉ ଛୁଟି ନାହିଁ। ଯେହେତୁ 24 ଘଣ୍ଟା କାମ କରୁଛନ୍ତି ଜଙ୍ଗଲ ଆଉ ପରିବେଶ ଭିତରେ, ପେନସନ୍ ନୋ ଡାଉଟ୍ ପାଉଛନ୍ତି, କିନ୍ତୁ ସେଠି 24 ଘଣ୍ଟା କାମ କରୁନଥିଲେ, ଏବେ 24 ଘଣ୍ଟା ସାର୍ କାମ କରୁଛନ୍ତି ଯେ ପରିବେଶର ସୁରକ୍ଷା ପାଇଁ। ଯେହେତୁ ତାଙ୍କର ଜନ୍ମ ଏଇ ପାହାଡ଼, ଏଇ ଝରଣା ଆଉ ଏ ଗାଁରେ, ଆଉ ଭାଇଙ୍କୁ ଧନ୍ୟବାଦ ଜଣାଉଛି ଯେ ଏ ପରିବେଶ, ଏ ପରିସ୍ଥିତି ଆଉ ଗଜପତି ଜିଲ୍ଲା ପାଇଁ ବରାବର ନଜର ରଖିଥାନ୍ତୁ। ଯେଉଁ ଗଜପତି ଜିଲ୍ଲା ଉପରେ ନିର୍ଭର କରୁଛି ସମଗ୍ର ଗଞ୍ଜାମ ଜିଲ୍ଲା ଗିଲାସେ ପାଣି ପାଇଁ। ଆଉ ମୋର ବକ୍ତବ୍ୟ ଏତିକି। ଧନ୍ୟବାଦ, ନମସ୍କାର। ଇଏ ନାହିଁ ମାନେ ଦୋକାନ ସବୁ ବନ୍ଦ କରିଦେଲେ, ଜିଲ୍ଲାପାଳ ମହୋଦୟ କିନ୍ତୁ ଆମେ ବସିଥିଲେ ବନ୍ଦ କଲା ପରେ ଲୋକଙ୍କୁ ତ ପାଣି ପଣା ଯାହା ଦରକାର ଆଉ ନା ପଲିଥିନ୍ ବେପାର ବନ୍ଦ କରିବା। ବର୍ତ୍ତମାନ ଆମର ମନ୍ଦିର ଇଏରେ ପଲିଥିନ୍ ସମ୍ପୂର୍ଣ୍ଣ ବନ୍ଦ। ମୁଁ ବି ଗାଡ଼ିରେ ଯାଇଥିଲି, ପଲିଥିନ୍ ସବୁ ଥୋଇ ଯାଇଥିଲି, ଖାଇବା ପିଇବା ସବୁ ଗାଡ଼ି ଚେକ୍ ହେବ।
ଯେତିକି ଆପଣ ଧରି ଯାଇଥିବେ ପୁଣି ଆପଣ ଖାଇବା କରି ସାରିଲା ପରେ ସେ ଗାଡ଼ି ଧରିକି ଆସିବେ ଆସି ବାହାରେ ପକେଇବେ ପୁଡ଼େଇବେ। ତେଣୁ ପଲିଥିନ୍ ଗୋଟେ ଏମିତି ଜିନିଷ ତାକୁ କେବଳ ଆପଣ ପ୍ରସୟ ଦିଅନ୍ତୁନି, ଚେଷ୍ଟା କରନ୍ତୁ ତାର ନିର୍ବୁଜ ହେଇପାରିବନି। ପଲିଥିନ୍ ଗୋଟେ ଆମର ବହୁତ ବିଷାକ୍ତ, ଆମର ଜନଜୀବନକୁ ନଷ୍ଟ କରିସାରିଲାଣି। ଗୋଟେ ଗାଈ ଆଉ ତାର ପରିବେଶ ଉପରେ ସଚେତନ ହେବା ଆବଶ୍ୟକ। ପରିବେଶ ଦିବସ ଆପଣ ସମସ୍ତେ ଆଗରୁ ଚିନ୍ତା କରନ୍ତୁ ଗୋଟେ ମା ପାଇଁ ଗୋଟେ ଗଛ ସରକାର ଡାକରା ଦେଇଛନ୍ତି। खाना बनाऊँ आजकल तो गैस पहले पहले हमें लोकल गांव मने भी सिंधिया पेड़ काट बिकुछ हमें ऐसे द्वारा खाना बनाऊँ और यार में गोल बनले पेड़ दरकार काट नहीं पहले किसी न भाभी काटी दे एबे टिके बड़ भाभी लागू हाँ पेन नथिले कष्ट हो इको टूरिज्म स्पॉट रे एठारे अनुष्ठित होथुबा आंतर्जातिक विश्व परिवेश दिवस उपलक्षे एठारे अनुष्ठित होथुबा सभारे आज उपस्थित थिबा मंचासीन अतिथि तथा आमर पूर्वतन फरेस्टर तथा परिवेशविद श्री त्रिनाथ विश्वरत्न सर एवं उपस्थित थिबा आउ जड़े आम परिवेशविद श्री कर सर एवं मोर साथी रेंज अफिसर चंद्रगिरी विनय बाबू एवं उपस्थित थिबा मोर समस्त अति प्रिय फरेस्टर बंधु फरेस्ट गार्ड भाई भौणी माने एवं उपस्थित थिबा एई बीएसएस रु आस्थिबा एसएसजी तथा पाख निकटस्थ गाँव माँ माने भौणी माने एवं भाई माने एवं उपस्थित थिबा आमर समस्त वन विभाग आस्थिबा आमर वनरक्षी भाई भौणी एवं एंटी स्मगलिंग भाई माने एवं उपस्थित थिबा आमर डीओ टीएल एवं अन्य कर्मकर्ता एवं इलेक्ट्रोनिक्स मीडिया एवं प्रिंट मीडिया रो बंधु आज विश्व परिवेश दिवस कहिले आम गोटे विराट अर्थ रे बुझू ये पिला माने भी अच्छा स्कूल पिला माने तेणु परिवेश संपर्क रे से माने प्रायतः लिखिकी आनी एवं किसी कहूले से संपर्क रे से माने पढ़ी से बही रे भी अच्छी परिवेश कौन आम चतुर्पार्श्वर थिबा सजीव निर्जीव एवं मनुष्यकृत प्रत्येक पदार्थ को आम परिवेश कहू ये परिवेश संपर्क रे अनुचिंता करिवार वर्तमान एक प्रमुख समय रे आम उपस्थित ये चिंताटा आज की 53 वर्ष तले 1972 मसीह गोटे दिन में जातिसंघ आम जातिसंघ विभिन्न संस्था अच्छी जमी ILO इंटर लेबर ऑर्गेनाइजेशन हेल्थ ऑर्गेनाइजेशन से विभिन्न संस्था अच्छी से संस्था भितर गोटे जनरल असेंबली अच्छी जो थे बुद्धिजीवी माने अच्छी से माने स्टॉकहोम ठारे स्विट्जरलैंड गोटे जगह बसिक विचार कले जितेबाला कि 1972 मसीहा कथा चिंता करूँ बोधे आम भर अनेक जन्म ही नथिबे से 72 मसीह सेतेबेले चिंता करा जायतिला जे पृथ्वी रे गोटे परिवेश संपर्क रे हमको चिंता करिवार अछि काहेकि ना अवक्षयटा एते मात्रा रे सेतेबेले वृद्धि पाउथिला तो गोटे भविष्यत चिंता से माने सेतेबेले करथुले जे दिने ना दिने एमती गोटे समय आसीबो एई समयटाकू सेई लोक माने बोधे जो मान चिंता नायक थिले से माने आज अछंती कि नाही बंचिचंती कि नाही दूर कथा कि से माने एई दिनटाकू लक्ष्य करथुले गोटे विश्व तापन बढ़ी जिवो गोटे दिन ए जो जलस्तर वृद्धि पाइब भूभाग जो 29 भाग अच्छी एडे बड़ पृथ्वी रे 29 भाग जो स्थल भाग अच्छी धीरे धीरे क्षय हम कृषि जमी को लोक मैंने नष्ट करिकी ताकू बसति स्थापन करने आरंभ करेंगे घर द्वार बनइबे जनसंख्या एते मात्रा रे वृद्धि हम जे चाष जमी आ बढ़िबो नहीं
गोटे वायुमंडल सहित अन्य वायुमंडल संपर्क नहीं से वायुमंडल रे विषाक्त बाष्पर वृद्धि हम जद्वारा कि मनुष्य जीवन रे अनेक प्रकार रोग देखा मेडिकल साइंस कहूँ 32 डिग्री सेल्सियस तापमात्रा जितेबाला पृथ्वी पृष्ठर हम तापरे विभिन्न प्रकार जीवाणु आज आम बोलूँ कोरोना बोली गोटे कौट थी बाहरी पड़ा सेमती जेते जेते तापमात्रा बढ़िया आरंभ हम सेते सेते अधिक प्रकार माने दुष्ट प्रकृतिर भूताणु जीवाणु सृष्टि हेबे एवं रोग मात्रा बढ़िबो। ये जिनस को चिंता कले आज आम बुझीपर जे आमे केवल आम पई नुहे आमर परवर्ती अनेक पीढ़ी पई आमको चिंता करिवार अछि। आपण मन जेमती पुरोहित जेतेबेले आपण मान घरे श्राद्ध कला बेले पचारथिबे सात पुरुषर ना को तमे जेमती कहउथुलो बा आमे भाबिबा जे मो गोटे सात पुरुष होइथिबे आ मोर तळकु सातटा पीढ़ी बंचिकी थिबे एटा भाबिबाटा बोधे आगामी दिन रे गोटे दुष्प्राप्य हो गलानी कहीं सात पीढ़ी हेबा पई गोटे 200 वर्ष दरकार जो 200 वर्ष रो चिंता आमे करि परिबा नाही बोधे कहीं देखा जाउची जे एई क्रम रे चलिले 2050 मसीहा आड़कू आमे 50 डिग्री रु 60 डिग्री तापमात्रा आड़कू पृथ्वी पृष्ठ जीवो। प्रतिदिन 10,000 हेक्टर रु अधिक पृथ्वी पृष्ठ रे जंगल कटुची अबारित भाव में कटुची। एबे जंती से सार कहला बेले कहउतले मो बरमपुर आसिला बेले मो अंतर भितर टिके गुटे भाबुची जे आज गुटे की दिवस कि आनिया बोली के पचारिबो कि आज की दिवस बोली पचारले किए जणे मते कहिबो कि दीटा कथा केही भी जानि नांती कहीं जानी ना आज कौन पर दरकार पड़ुची जे जंगल विभाग गोटे किसी ऑफिसर बसवे किसी लोक आसवे आउ गोटे पर्व ना गोटे गोटे कौन पालन करेंगे आउ समस्ते गाँ वाला डाकिकी बुझेबे गाँ वाला कहीं बुझी पारना ये गोटे माने परिस्थिति आसी जिते बड़े घरे रोग होची आमे निजे घरे चिंता करते आम भावुचु जे ये रोगटा केवल आम घरे होती हॉस्पिटल जाकि भल करदेवा किंतु भाविबा जिते कोरोना आसला से कौन व्यक्ति को कौन घर को लोक को प्रधानमंत्री देखिकी जाऊ ना गरम जिते होची मत जी गरम हो ये भाई से गरम हो भौणी से गरम हो समस्त को समान गरम हो जिते मो पाखे जब पैसा अच्छी मु कौन कर 10 बाई 10 गोटे घर को गोटे एसी लगे ठंडा को किंतु मो विचार करना से 150 कोटी लोक जो सेमती निजे गोटे 10 बाई 10 घर को ठंडा करके रे एवं जेते तापमात्रा से घर अच्छी बाहर को फोपाड़े से जगार जो गरमटा बाहर को गला से गरमटा जाइए जो लोक मैंने गरम हम ये विचारटा आमको आज करार अच्छी 10 बाई 10 घर को ठंडा करके रही हेनी से ठंडा किसी दिन पर ठंडा हेनी आमको करा पड़ो सारा पृथ्वी को ठंडा परमानेंट रखार अच्छी यार गोटे कारण सेटा कहूँ आमको विश्वर परिवेश टाक बंचेगा पड़ो परिवेश कहले ये जो गछ लता जो जंगल देखुचे यार परिमाप टाक बढ़ावा पड़ो आग को बढ़ा पड़ो 121टा देश 226 देश रु 121टा देश बर्तमान चिंता कर जोटा जातिसंघर प्रथम आरंभ होता 53 वर्ष पर आज 121 देश यहाँ पालन कर आज 121टा देशर प्रतिनिधि गोटे जगह सम्मिलित होती रिपब्लिक ऑफ साउथ कोरिया दक्षिण कोरिया बोली गोटे देश अच्छी भारत भाया से देश में आज समस्ते एकत्रित होती विश्व परिवेश संपर्क में गोटे अनुचिंता रखिए चिंता करेंगे कौन करने को हम आज टपिक है से जो आलोच्य विषय जमी पे आसते गोटे पिला टपिक दिया तुम कह बोली से आज से जो टपिकटा अच्छी ए वर्षर आज चिंतन है नो यूज टू प्लास्टिक प्लास्टिक रो व्यवहार करवा नहीं आउ क्रिएट अवेयरनेस टू रिड्यूस प्लास्टिक करवा नहीं बोली कहले बंद कर दी परिबा कि आम तो मुना धरिक अभ्यास नहीं मार्केट जीवाटा आम गला मैंने आलू किणला मैंने चाहूँ से जोरी भर्ती करके दब बोली बुझीपारे कहींपारे आपण भर किए जे कौ प्लास्टिक को दी प्रकार आम प्लास्टिक ये प्लास्टिक कौन से पृथ्वी में भगवान सृष्टि नुहे पॉलीफिनल क्लोराइड सृष्टि करथिबा वैज्ञानिक माने गोटे केमिस्ट माने तैयारी करछंती ये मनुष्य प्रथम आरंभ कला तैयारी कला मनुष्य कृत अटे यहाँ किंतु ये जो पॉलीथिन जो प्लास्टिक बाहरी कहुच्छी गोटे साइंस कहते 10 माइक्रोन रो प्लास्टिक रियूज कर आपण मैंने गोटे पानी बोतल 100 टका देकी किणुचंती से घरे पानी रखुचंती से देखाई आपण मैंने देखिए जदि आपण मैंने नेट को जीवे आप जापर तो 6टा लोगो विशिष्ट 1 2 3 4 5 6 बोली 6टा लोगो विशिष्ट गोटे लोगो
ସେଥିରେ ଆପଣ ତଳେ ଲେଖା ହେଇଛି କୋଉଟା नो यूज कोटा रीयूज ଲେଖା ହେଇଛି ସେଇ ମାଇକ୍ରୋନ୍ 10 ମାଇକ୍ରୋନ୍ ଏବଂ ପ୍ଲାଷ୍ଟିକଟାକୁ ଆମେ ୟୁଜ କରିପାରିବା ଯୋଉଟା କୁହାଯାଉଛି ସେଇଟାକୁ କ'ଣ କରିବା ଆଉ ଯୋଉଟାକୁ ତମକୁ नो यूज ତମକୁ କୁହାଯାଇଛି 10 ଟଙ୍କା ଦେଇ ଗୋଟେ ପାଣି ବୋତଲ କିଣିଲେ ଗୋଟେ ଲିଟର ପାଣି ପିଇଦେଲେ ତାକୁ କ୍ରଶ କେମିତି କରିବେ ତାକୁ ଚିରିବେ କି ଫୋପାଡ଼ିବେ ନାହିଁ ତାକୁ ମୋଡ଼ି ଦେବେ ଠିପିଟାକୁ ତାକୁ ମୋଡ଼ିକି ତା ପ୍ଲାଷ୍ଟିକ ବୋତଲ ଭିତରେ ଭର୍ତ୍ତି କରିଦେବେ ପ୍ଲାଷ୍ଟିକ ବୋତଲଟାକୁ ବାହାରେ ଫୋପାଡ଼ିବେ ସେଇଟା ରିୟୁଜ ପାଇଁ ନାହିଁ ଏବେ ସାର୍ ଯେତେବେଳେ କହୁଥିଲେ ସେଥିରେ ଯଦି ଗରମ ପାଣି ହଠାତ୍ ଆମେ ଭର୍ତ୍ତି କରିଦେଲେ ସେଥିରେ ସବୁ ମାଇକ୍ରୋନ୍ର ପ୍ଲାଷ୍ଟିକ କ'ଣ ହେବ ତରଳିକିରି ସେ ପାଣିରେ ମିକ୍ସ ହେଇଯିବ ଯୋଉଟା କି ତମେ ଯଦି ସେତିକି ମାଇକ୍ରୋନ୍ର ପ୍ଲାଷ୍ଟିକକୁ ଯଦି ଜଣେ ଲୋକ 5 ବର୍ଷରୁ 10 ବର୍ଷ ପର୍ଯ୍ୟନ୍ତ ପିଏ ତା ପେଟ ଭିତରେ ଗୋଟେ କିଡନୀରେ ଅନ୍ତର୍ନଳୀ ଭିତରେ ଧୀରେ ଧୀରେ ସେ ପ୍ଲାଷ୍ଟିକଟା ଜମା ହେଇକି ଗୋଟେ ଯେମିତି କ୍ୟାଲସିୟମର ଗୋଟେ ଷ୍ଟୋନ୍ ତିଆରି ହେଉଛି ସେମିତି ପେଟ ଭିତରେ ଗୋଟେ ସେ ଜମା ହେଇକି ରହିବ କାରଣ ହଜାର ହଜାର ବର୍ଷ ବିତିଗଲେ ବି ପ୍ଲାଷ୍ଟିକର କ୍ଷୟ ନାହିଁ ନ୍ୟାଚୁରାଲ କ୍ଷୟ ହେଇପାରିବନି ଯେମିତି ପତ୍ରଟାକୁ ଆଣିକି ପକେଇଲା ପରେ ସିଏ ଡିକମ୍ପୋଜ ହେଇଯାଉଛି ଯେମିତି ସିଏ ସଢି ଯାଉଛି ପଚି ଯାଉଛି ନଷ୍ଟ ହେଇଯାଉଛି ଯୋଉ ପ୍ଲାଷ୍ଟିକଟାକୁ ଆମେ ମାଟିରେ ଥରେ ପକେଇଦେଲେ ସେ ପ୍ଲାଷ୍ଟିକର ପୁନଃ ତାର ଅବକ୍ଷୟ ହବ ନାହିଁ ତାକୁ କେବଳ ରିସାଇକେଲିଂ ବା ରିୟୁଜିଂ କରିହେବ ଏଇଟା ସମସ୍ତେ ମା ମାନେ ବାପା ମାନେ ଆମେ ସମସ୍ତେ ଜାଣିବା ଦରକାର ହେଲେ ଆପଣମାନେ କହିବେ ଆମେ କ'ଣ କରିବୁ ଥରେ ତ ଆମେ ଦିନକୁ 10ଟା ଜରି ଘରୁ ଆଣୁଛୁ ତାକୁ ସଯତ୍ନରେ ରଖନ୍ତୁ ଯିଏ ଜରିବାଲା ଆସୁଛି ତାକୁ ଦେଇ ଦିଅନ୍ତୁ କିମ୍ବା ଗୋଟିଏ ଜାଗାରେ ତାକୁ ଓଦା କରିକି ରଖନ୍ତୁ ତାକୁ ଏମିତି କିଛି ମାଟିରେ ଫୋପାଡ଼ି ଦିଅନ୍ତୁ ନାହିଁ ଯଦି 10 ବାଇ 10ର ଆପଣଙ୍କର ଘରେ ଗୋଟେ ଜମି ବା ବଗିଚା ଅଛି ସେଠି ଯଦି ପ୍ଲାଷ୍ଟିକ ପଡ଼ି ପଡ଼ିକି ପ୍ଲାଷ୍ଟିକ ବ୍ୟାଗ ଗୁଡ଼ାକର ଯଦି ଗୋଟେ ଛାତ ହେଇଯିବ ତଳେ ମାଟିଟା ଉପରେ ପଡ଼ିଗଲା ବର୍ଷା ହେଲା ମାଟି ପଡ଼ିଗଲା ତମେ ଦେଖିବ ତାପରେ ବର୍ଷା ହେଲେ ସେ 10 ବାଇ 10ର ଯୋଉ ବଗିଚା କରିଛ ସେ ଜାଗାରେ ପାଣି ତଳକୁ ସିଙ୍କ ହବନି କାହିଁକି ପ୍ଲାଷ୍ଟିକଟା ତା ଉପରେ ଗୋଟେ ଛାତ ଗୋଟେ ମାନେ ସ୍ପେୟାର ଗୋଟେ ଲେୟାର ହେଇକି ରହିବ ଯଦି ଗୋଟେ ଲେୟାର ହେଇଗଲା ତାହେଲେ ତମେ କ'ଣ କରିବ ତାକୁ ଆମକୁ ପ୍ଲାଷ୍ଟିକକୁ ମୁକ୍ତ କରିବାକୁ ପଡ଼ିବ କେତେ କଷ୍ଟ କଥା ଯେତେବେଳେ ଥିଲା ଆମେ ତାକୁ ଗୋଟେଇକି ନେଇକି ଗୋଟେ ଜାଗାରେ ରଖିପାରିଲେନି ଏବେ ତାକୁ ଖୋଳିକିରି ସବୁ ପ୍ଲାଷ୍ଟିକକୁ ଗୋଟେ ପାଖରୁ ସବୁ ଜାଗା ଚାଷ କରିକି ବାହାର କରିବା ଏମିତି କେତେ ପୃଥିବୀ ପୃଷ୍ଠରେ ଚିନ୍ତା କର ପୃଥିବୀ ପୃଷ୍ଠରେ କେତେ ଜାଗା ଅଛି ବୁଝିପାରୁଛନ୍ତି ବର୍ତ୍ତମାନ ନରୱେରେ ଯୋଉ ବର୍ତ୍ତମାନ ସ୍ୱିଡେନରେ ଗୋଟେ ବାହାର କରାଯାଇଛି ଯେ ସେମାନେ ବର୍ତ୍ତମାନ ଅଳିଆ କହୁଛନ୍ତି ଯେ ପୃଥିବୀର ଲୋକମାନଙ୍କୁ ଆମେ ତ କିଣିକି ନେବୁ ନାହିଁ କିନ୍ତୁ ଆପଣମାନଙ୍କର ଯଦି ଅଳିଆ ବହୁତ ହେଇଯାଉଛି ଆମ ଦେଶକୁ ଜାହାଜରେ ପଠେଇ ଦିଅନ୍ତୁ ତାକୁ ରିସାଇକେଲିଂ କରିବା ପାଇଁ ଏନର୍ଜି କ୍ରିଏଟ୍ କରୁଛନ୍ତି ସେମାନେ ଗୋଟେ ମେସିନ୍ ସବୁ ବାହାର କରୁଛନ୍ତି ତାଙ୍କ ଦେଶରେ ଆଉ ପଲିଥିନ୍ ନାହିଁ ସେମାନେ ଗୋଟେଇକି ନେଇକି ତାକୁ ରିସାଇକେଲିଂ କରି ତାଙ୍କ ଦେଶରେ ଏନର୍ଜି କ୍ରିଏଟ୍ କରୁଛନ୍ତି ବିଦ୍ୟୁତ ଶକ୍ତି ସୃଷ୍ଟି କରୁଛନ୍ତି ତାକୁ ରନ୍ଧନ ଶକ୍ତିରେ ତାକୁ ଇନ୍ଧନ ରୂପେ ବ୍ୟବହାର କରିକି ତାକୁ ସେମାନେ ଶକ୍ତି ବାହାର କରୁଛନ୍ତି ସେମିତି ଯଦି କରିବା ତାହେଲେ ଆଜି ଏଇଟା ଗୋଟେ ଉଡ଼ା ବା ଏ ଯୋଉ ଅଳିଆ ଇଏ ହେଉଛି ଆଜି ଗୋଟେ ଆମେ ଜାଣିପାରୁନେ ଯେ ଏଇଠି କେତିକି ଅଳିଆ ପଡ଼ିଲା ଆମେ କୋଉଠି ପକେଇଦେଲେନି ଟିକେ ଚିନ୍ତା କରନ୍ତୁ ଦିଲ୍ଲୀ ଭଳି ସହରରେ କ'ଣ ହଉଥିବ କେତେ ହଜାର ହେକ୍ଟର ଜାଗାରେ ସେ ଅଳିଆ ପଡ଼ିଛି ଯଦି ଗୋଟେ ସହରର ଗୋଟେ ଠିକ ଅଳିଆ ପକାଉଥିବା ଜାଗାକୁ ଯାଇକି ଯଦି ଗୋଟେ ଦିନ ଠିଆ ହେଇକି ଦେଖିବେ ସେଦିନ ଚିନ୍ତା ଆସିବ ନିଜକୁ ଯେ କେତେ ଅଳିଆ ପଡ଼ିଛି ଏ ଅଳିଆର କ'ଣ ତାର ପୁନର୍ନବୀକରଣ କ'ଣ ରିସାଇକେଲିଂ ୟୁଜ୍ କ'ଣ ତା କେମିତି କରାଯାଇପାରିବ ତେଣୁ ଆଜି ବି ସମୟ ଅଛି ସଚେତନ ହେବାର ଅଛି ଯଦି ଆମେ ସେଇ ପ୍ଲାଷ୍ଟିକ ସମ୍ପର୍କରେ ସଚେତନ ହେବା ଆଉ ପରିବେଶକୁ ଥଣ୍ଡା ରଖିବା ପାଇଁ କେବଳ ଗୋଟିଏ ହିଁ ମାଧ୍ୟମ ପ୍ଲାଣ୍ଟ ଟ୍ରି ଆପଣମାନେ କହିବେ କ'ଣ ସବୁ ଦେଶରେ କ'ଣ ଗଛ ଲଗାଇବା ପାଇଁ ଜାଗା ନାହିଁ ଯେ ଭାରତରେ ଆସିକି ଗଛ ଲଗାଇବା ପାଇଁ କହୁଛୁ ଜାଗା ନାହିଁ ଆମର କେବଳ ଗୋଟେ ଅକ୍ସିଜେନ ପ୍ଲାଣ୍ଟ ବା ଅକ୍ସିଜେନ ତିଆରି କରିବାର ଫ୍ୟାକ୍ଟ୍ରି ସେ ଗୋଟିଏ ହେଉଛି ଆମାଜନର ଅବବାହିକା ଯୋଉଟା ଆଜିକି ଅବକ୍ଷୟ ହେବାକୁ ବସିଲାଣି ଆଫ୍ରିକାନ ଆଉ ଆଫ୍ରିକା ଏକ ଆଉ ଗୋଟେ ଏସିଆ ଯୋଉ ମହାଦେଶରେ ଗୋଟେ ମାଟିର ଭୂଭାଗରେ ଗଛ ତିଆରି ହେବା ପାଇଁ ଅଛି ଜାପାନିଜ ମାନେ ଯଦି ତାଙ୍କର ଭୂମିକମ୍ପ ନ ହେଇଥାନ୍ତା ସେମାନେ କେତେ ଗଛ ତିଆରି କରି ଟୋଟାଲ ଜଙ୍ଗଲ ସୃଷ୍ଟି କରିପାରିଥାନ୍ତେ ସେମାନଙ୍କ ସେଠି କ୍ଷମତା ଅଛି ସେମାନେ ହଜାର ହଜାର କୋଟି ଟଙ୍କା ବିଶ୍ୱ ବ୍ୟାଙ୍କ ତରଫରୁ ଆମକୁ ଦଉଛନ୍ତି ଯେ ଇଣ୍ଡିଆରେ ଗଛ ଲଗାଉ କିନ୍ତୁ ଆମେ ହଉଛୁ ବୋକା ସବୁ ଯେତେ ଗଛ ଅଛି ତାକୁ ସବୁ କାଟିକି ତାକୁ ସଫା କରିକି ତାକୁ ନଷ୍ଟ କରିବାରେ ବ୍ୟସ୍ତ ତେଣୁ ଯଦି 33% ଜଙ୍ଗଲ ରହିଲେ ଆମେ ଯଦି ଶ୍ୱାସକ୍ରିୟା ଠିକରେ କରିପାରିବା ବଞ୍ଚିପାରିବା ତାହେଲେ ଆମକୁ ନିଶ୍ଚିତ ଭାବରେ ଗୋଟିଏ ଆଜିଠୁ ଗୋଟିଏ ଧ୍ୟାନ ନେବାର ଅଛି ଇଚ୍ ୱାନ୍ ପ୍ଲାଣ୍ଟ 7 ଯୋଉ ନିୟମଟା ବାହାର କରାହେଇଛି ଯଦି ଜଣେ ବ୍ୟକ୍ତି ଗୋଟିଏ ବର୍ଷରେ ଥରେ 7ଟା ଗଛ ଯଦି ଲଗେଇବ ତାହେଲେ ନିଶ୍ଚିତ ଭାବରେ ଏ ପୃଥିବୀ ହରାଭରା ହେବ ଏବଂ ଆମର ଯୋଉ ଉଦ୍ଦେଶ୍ୟରେ ଆଜିର ମିଟିଂ ଅଛି ବା ଆମେ ଯୋଉ କହୁଛେ ବା ଆଜିର ଅନୁଚିନ୍ତା ରଖୁଛେ ବା ଆଜି ଏତିକି ଜଣ ଯୋଉ ସମୟକୁ ନଷ୍ଟ କରିକିରି ମା ମାନେ କ'ଣ କାର୍ଯ୍ୟ କରିଥାନ୍ତେ ଘରକୁ ଯାଇକି ଆମମାନେ ସମସ୍ତେ କ'ଣ କାମ କରିଥାନ୍ତେ ସମସ୍ତେ ଯଦି ଆଜି ଏଠି ଗୋଟେ
ଉତ୍ତାପ ଭିତରେ ବସିକି ଯଦି ଚିନ୍ତା କରୁଛେ ତାହେଲେ ସେ ନିଶ୍ଚିତ ତାର ସଫଳ ହବ। ଆଜିର ଏହି ଅନୁଚିନ୍ତା ସହ ମୁଁ ମୋ ବକ୍ତବ୍ୟ ଶେଷ କରି ଧନ୍ୟବାଦ।